ଭାରତୀୟ ସଂସ୍କୃତିରେ ଭାଇ ଭଉଣୀର ସମ୍ପର୍କ ଅତୁଳନୀୟ। ଏହି ସ୍ନେହ ପ୍ରେମ ଭରା ପୁଣ୍ୟ ପବିତ୍ର ବନ୍ଧନକୁ ଆହୁରି ମଜବୁତ କରିଥାଏ ରକ୍ଷାବନ୍ଧନ ଭଳି ମହାନ ପରମ୍ପରା। ସାମାଜିକ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ପାଳନ କରିଛି। ପବିତ୍ର ରକ୍ଷାବନ୍ଧନ ଅବସରରେ ଗୋଶାଳା ସ୍ଥିତ CRPF ଗ୍ରୁପ୍ ସେଣ୍ଟରକୁ ଯାଇ ଅଧିକାରୀ ଓ ଯବାନମାନଙ୍କ ହାତରେ ସମ୍ବଲପୁରୀ ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀ ଶକ୍ତିର ସଦସ୍ୟା। ଯବାନମାନେ ନିଜ ପରିବାର ଠାରୁ ଦୂରରେ ରହି ଦେଶ ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି। ଦେଶର ସୀମାକୁ ସୁରକ୍ଷିତ ରଖିବା ସହିତ ଦେଶବାସୀଙ୍କ ଧନଜୀବନ ରକ୍ଷା ପାଇଁ ବଳିଦାନ ଦେଉଛନ୍ତି। ସେଥିପାଇଁ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବାରିକ ଓ ଆତ୍ମୀୟତାର ଭାବନା ସୃଷ୍ଟି କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ମହିଳା ସଦସ୍ୟା CRPF ଗ୍ରୁପ୍ ସେଣ୍ଟରଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ସମ୍ବଲପୁର ଗ୍ରୁପ୍ ସେଣ୍ଟରର ମୁଖ୍ୟ DIG ସଞ୍ଜୟ କୁମାର ସିଂଙ୍କ ଅନୁମତି କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନାରୀ ଶକ୍ତିର ସଦସ୍ୟାମାନେ ଫୁଲ ସିନ୍ଦୁର ଓ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ ସମ୍ବଲପୁରୀ କପଡ଼ାରେ ତିଆରି ରାକ୍ଷୀକୁ ଯବାନମାନଙ୍କ ହାତରେ ବାନ୍ଧିଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ସହ ରାଷ୍ଟ୍ରପ୍ରେମକୁ ନେଇ କରୁଥିବା ଅଭିନବ ପ୍ରୟାସକୁ ଆସିଷ୍ଟାଣ୍ଟ କମାଣ୍ଡର ଦ୍ୱୟ ପ୍ରଶଂସା କରିଥିଲେ। ଏହି ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ପଙ୍କଜିନୀ ମେହେର, ଝୁନୁ ତ୍ରିପାଠୀ, କାନ୍ତି ମେହେର, ପଙ୍କଜିନୀ ବୈଠାରୁ, ସୁଜାତା ଗୁରୁ, ସୌଭାଗିନୀ ପଟେଲ, ସଂଘମିତ୍ରା ପଣ୍ଡା, ସଂଯୁକ୍ତା ପ୍ରଧାନ, ଅଳକା ମହାପାତ୍ର, ପ୍ରଜ୍ଞା ପ୍ରଧାନ, ନର୍ମଦା ପ୍ରଧାନ, ଭୂମିସୁତା ମେହେର ପ୍ରମୁଖ ସାମିଲ ହୋଇଥିଲେ।